କାହିଁକି କୋଚ୍ ପାଇଁ ଆବେଦନ କଲେନି ରାହୁଲ ଦ୍ରାବିଡ଼? ସିକ୍ରେଟ୍ କହିଲେ ଜୟ ଶାହ। 2021 ନଭେମ୍ବର ମାସରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବରେ ଦାୟିତ୍ୱ ନେଇଥିଲେ କ୍ରିକେଟ କିମ୍ବଦନ୍ତୀ ରାହୁଲ ଦ୍ରାବିଡ଼। ତାଙ୍କ ନେତୃତ୍ୱରେ ଟିମ୍ରେ ଅନେକ ସୁଧାର ଆସିବା ସହ ସଂସ୍କାର ମଧ୍ୟ ଆସିଥିଲା। ଏକ ସନ୍ତୁଳିତ ଟିମ୍ ଗଠନ କରିବାରେ ରାହୁଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେବେ ଗତ ଶନିବାର ଦିନ ଭାରତ ଟି-20 ୱାର୍ଲ୍ଡ କପ୍ ଟାଇଟଲ ହାସଲ କରିବା ପରେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକଳାପ ଶେଷ ହୋଇଛି। ରାହୁଲ ଦ୍ରାବିଡ଼ ଏହି ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଭାବରେ ଦ୍ରାବିଡ଼ଙ୍କ ଏହା ପ୍ରଥମ ଆଇସିସି ଟାଇଟଲ ଏବଂ ସେ ପୁନର୍ବାର ଏହି ଦାୟିତ୍ୱ ନିଅନ୍ତୁ ବୋଲି ଅନେକ ପ୍ରଶଂସକ ଏବଂ ବିଶେଷଜ୍ଞ ଚାହୁଁଛନ୍ତି। କିନ୍ତୁ ଚୁକ୍ତି ଅବଧି ବଢ଼ାଇବା ପାଇଁ ଦ୍ରାବିଡ଼ଙ୍କ ନିଷ୍ପତ୍ତିକୁ ନେଇ ବିସିସିଆଇ ସଚିବ ବାରବାଡୋସରେ ସାମ୍ବାଦିକମାନଙ୍କୁ କହିଛନ୍ତି, ସେ ମୋତେ କହିଥିଲେ ଯେ ପାରିବାରିକ ପ୍ରତିଶ୍ରୁତି ଯୋଗୁଁ ସେ ଏହି ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ଏବଂ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ। ଏଣୁ ଆମେ ତାଙ୍କ ଚୁକ୍ତି ଅବଧି ବୃଦ୍ଧି କରିବାକୁ ବାଧ୍ୟ କରିନାହୁଁ। ଦ୍ରାବିଡ଼ଙ୍କ କୋଚିଂ ନେଇ ଜୟ ଶାହ କହିଛନ୍ତି, ରାହୁଲ ଭାଇ ଗତ 5.5 ବର୍ଷ ଧରି ଭାରତୀୟ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ସେ 3 ବର୍ଷ ଧରି ଜାତୀୟ କ୍ରିକେଟ ଏକାଡେମୀରେ ନିର୍ଦ୍ଦେଶକ ବି ଥିଲେ ଏବଂ ପରେ ଗତ 2.5 ବର୍ଷ ହେଲା ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଆସୁଥିଲେ। 2023 ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତ ହାରିବା ପରେ ବି ଦ୍ରାବିଡ଼ଙ୍କ ଚୁକ୍ତିନାମା କାହିଁକି ବଢ଼ାଯାଇଥିଲା ସେ ବିଷୟରେ ବି ଶାହ ପ୍ରତିକ୍ରିୟା ଦେଇଛନ୍ତି। ଦଳରେ ଦ୍ରାବିଡ଼ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦର୍ଶାଇ ତାଙ୍କୁ ରୋହିତ ଶର୍ମାଙ୍କ ସହ ତୁଳନା କରିଛନ୍ତି। ଏହି ଟି-20 ବିଶ୍ୱକପ୍ ଟାଇଟଲ ବିଜୟରେ ରୋହିତ ଶର୍ମାଙ୍କ ଭଳି ରାହୁଲ ଦ୍ରାବିଡ଼ଙ୍କ ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ସେ ହିଁ ଜଣେ ବ୍ୟକ୍ତି ଯିଏକି ଟିମ୍କୁ 2023 ଦିନିକିଆ ବିଶ୍ୱକପ୍ ଫାଇନାଲକୁ ନେଇଥିଲେ ଏବଂ ସେ ନିଜ କାମ ସମ୍ପୂର୍ଣ୍ଣ ଭାବରେ ଶେଷ କରିବାକୁ ଚାହୁଁଥିଲେ। ଜୁଲାଇରୁ ଶ୍ରୀଲଙ୍କାରେ ସିରିଜରୁ ଦଳ ପାଇଁ ଜଣେ ନୂତନ ମୁଖ୍ୟ କୋଚ୍ ନିଯୁକ୍ତି ହେବେ। କିନ୍ତୁ ଏହି ମୁଖ୍ୟ କୋଚ୍ ତାହାକୁ ନେଇ ପ୍ରକାଶ କରି ନାହାନ୍ତି ଜୟ ଶାହ। ମିଡିଆ ରିପୋର୍ଟ ମୁତାବକ ଗୌତମ ଗମ୍ଭୀରଙ୍କୁ ଏହି ଦାୟିତ୍ୱ ପାଇଁ ଫେଭରେଟ୍ ଅଛନ୍ତି। ତାହା ସହିତ ଡବ୍ଲ୍ୟୁବି ରମଣଙ୍କ ବି ରେସ୍ରେ ଅଛନ୍ତି। ଟି-20 ବିଶ୍ୱକପ୍ ପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଟି-20ରୁ ଅବସର ନେଇଛନ୍ତି। ତେଣୁ ନୂଆ କୋଚ୍ଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। ବ୍ୟୁରୋ ରିପୋର୍ଟ, ଏସ୍ ନ୍ୟୁଜ୍।